ସାଙ୍ଗମାନେ ଆଜି ମୋ ସିନ୍ଦୁର ଅଧିକାର ଦେଖନ୍ତୁ। ଆଜି ମୁକ୍ତି ଆଦିତ୍ୟକୁ ଥ୍ୟାଙ୍କ୍ସ କହିବା ପାଇଁ ଫୁଲ ତୋଡ଼ା ଆଣିଥାଏ। ଆଦି ଏସବୁ ଦେଖି ବହୁତ ରାଗିଯାଏ ଆଉ ମୁକ୍ତିକୁ କୁହେ, ମୁକ୍ତି ଏ ଫୁଲ ତମେ ଆଣିଛ? ମୁକ୍ତି କୁହେ ହଁ। ଆଦି କୁହେ, କାହାକୁ ପଚାରିକି ଏ ଫୁଲ ସବୁ ଆଣିଛ? ମୁକ୍ତି କୁହେ ସାର୍। ଆଦି କୁହେ, ମିସ୍ ମୁକ୍ତି, ମୁଁ ତମ ବସ୍, ତମ ଫ୍ରେଣ୍ଡ ନୁହଁ। ଆଉ ଏଇଟା ଗୋଟେ ପ୍ରଫେସନାଲ ସେଣ୍ଟର। ଏଇଠିକି ଫୁଲ ଆଣିବା ପାଇଁ ତମର ସାହସ କେମିତି ହେଲା? ମୁକ୍ତି କୁହେ, ଏ ଫୁଲ ମୁଁ ତମକୁ ଥ୍ୟାଙ୍କ୍ସ କହିବାକୁ ଆଣିଥିଲି। ଆଦି କୁହେ, ତମେ ଥ୍ୟାଙ୍କ୍ସ କହିସାରିଥିଲ, ବାସ୍ ସେତିକି ହିଁ ଏନଫ୍ ଥିଲା। ମୁକ୍ତି କୁହେ, ଏସବୁ ନିଜ ଚିନ୍ତାଧାରା ଉପରେ ନିର୍ଭର କରେ। ଆପଣଙ୍କୁ ଦରକାର ଲାଗିଲା ନାହିଁ, କିନ୍ତୁ ମୋତେ ଲାଗିଲା ଦରକାର ଅଛି। ଆଦି କୁହେ, ତମକୁ କ'ଣ ଲାଗୁଛି ଏଥିରେ ମୋତେ କିଛି ଫରକ ପଡ଼େନି? ମୋ ଅଫିସରେ ସେୟା ହୁଏ ଯାହା ମୁଁ ଚାହେଁ, ବିକଜ୍ ଆଇ ଆମ୍ ବସ୍। ମୁକ୍ତି କହେ, ତ କ'ଣ ହେଲା ସେଇଠୁ? ବସ୍ କ'ଣ ମଣିଷ ନୁହନ୍ତି? ଆଉ ଏମିତିରେ ବି ଏ ଫୁଲ ସେଇ ଲୋକ ପାଇଁ ଯିଏ ମୋତେ କାଲି ସାହାଯ୍ୟ କରିଥିଲେ। କାହିଁକି ନା ପିଲାଦିନୁ ଆମକୁ ଶିଖାଯାଇଛି ଯଦି କେହି ଆମକୁ ସାହାଯ୍ୟ କରୁଛି ଆଉ ତା ସାହାଯ୍ୟକୁ ଆମେ ଅନୁଭବ କରୁଛୁ ବୋଲି ଜଣାଇବା ପାଇଁ ଆମେ ତାକୁ ଗିଫ୍ଟ ଦେଉ। ଆଉ ଆପଣଙ୍କ ଭଳି ଘମଣ୍ଡି ଲୋକ ସାହାଯ୍ୟର ଅର୍ଥ ହିଁ ବୁଝନ୍ତିନି। ଆଦି ରାଗିଯାଏ ଆଉ କୁହେ, ତମେ ଏ ଫୁଲକୁ ନେଇକି ଡଷ୍ଟବିନ୍ରେ ଫୋପାଡ଼। ମୁକ୍ତି କହେ, କିନ୍ତୁ ସାର୍। ଆଦି କୁହେ, ବାସ୍ ଯେତିକି କହିଲ ସେତିକି କର, ଆଉ ପଦେ ବି କିଛି କୁହନି। ତାପରେ ମୁକ୍ତି ଫୁଲ ଧରି ଫିଙ୍ଗିବା ପାଇଁ ଯାଉଥିବା ବେଳେ ମୁକ୍ତି ହାତରେ କଣ୍ଟା ବାଜିଯାଏ ଆଉ ମୁକ୍ତି ପାଟି କରେ ଆଉ ଆଦିକୁ ବହୁତ କଷ୍ଟ ହୁଏ। ଆଦି କୁହେ, ମୁକ୍ତି ଦେଖିକି। ସାଙ୍ଗମାନେ ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟିଆ ଲାଇକ୍ଟିଏ କରିଦିଅନ୍ତୁ, କାହିଁକି ନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।